ଶିକ୍ଷକ ଶ୍ରେଣୀର ପିଲାମାନଙ୍କୁ ଗପଟିଏ କହିଲେ। ସେ ଏହା ଜଣାଇବାକୁ ଚାହୁଁଥିଲେ ଯେ ପ୍ରତ୍ୟେକ ଛାତ୍ର ଓ ଛାତ୍ରୀ ପରସ୍ପରଠାରୁ ଭିନ୍ନ। ତେଣୁ ନିଜକୁ ବୁଝି ନିଜେ କେଉଁଥିରେ ଭଲ କରିପାରିବ ସେଥିରେ ସେମାନେ ମନ ଦିଅନ୍ତୁ, କାହାକୁ ଅନୁକରଣ କରନ୍ତୁ ନାହିଁ। ଶିକ୍ଷକ ଗପ ଆରମ୍ଭ କଲେ। ଗୋଟିଏ ଶକ୍ତିଶାଳୀ ବାଜପକ୍ଷୀ ଥିଲା। ସେ ଉଚ୍ଚ ଆକାଶରୁ ଝାମ୍ପ ମାରି ନଦୀରେ ପହଁରି ଯାଉଥିବା ମାଛଙ୍କୁ ଟେକି ନେଇ ପାରୁଥିଲା। ତେଣୁ ସମସ୍ତେ ତା'ର ବହୁତ ପ୍ରଶଂସା କରୁଥିଲେ। ଏହା ଦେଖି ଆଉ ଗୋଟିଏ ବାଜପକ୍ଷୀ କହିଲା, ମୁଁ ବି ତା ଭଳି କରିବି। ଏହା କହି ସେ ଶକ୍ତିଶାଳୀ ବାଜପକ୍ଷୀକୁ ଅନୁକରଣ କରିବାକୁ ଲାଗିଲା। ଦିନେ ସେ ବି ଉଚ୍ଚ ଆକାଶରୁ ନଦୀ ଭିତରକୁ ଝାମ୍ପ ମାରି ପହଁରୁଥିବା ମାଛ ପିଠିରେ ନଖ ଗଳାଇ ଦେଲା ସତ, କିନ୍ତୁ ଟେକି ନେଇ ଉଡ଼ିପାରିଲା ନାହିଁ। କାରଣ ତା'ର ସେହି ଶକ୍ତିଶାଳୀ ବାଜପକ୍ଷୀ ଭଳି ବଳ ବା କୌଶଳ ନଥିଲା। ତେଣୁ ସେ ପାଣିରେ ବୁଡ଼ି ମଲା। କଥାଟି କହିସାରି ଶିକ୍ଷକ କହିଲେ, ଆମ ପ୍ରତ୍ୟେକଙ୍କ ଜୀବନ ହେଉଛି ଭଗବାନଙ୍କ ଦ୍ୱାରା କରାଯାଉଥିବା ଗୋଟିଏ ଗୋଟିଏ ପରୀକ୍ଷା। କିନ୍ତୁ ଏ ପରୀକ୍ଷାରେ କପି ଚଳେ ନାହିଁ, କାରଣ ଭଗବାନ ପ୍ରତ୍ୟେକଙ୍କ ଲାଗି ଅଲଗା ଅଲଗା ପ୍ରଶ୍ନପତ୍ର ରଖିଥାନ୍ତି। ତେଣୁ ତୁମେ ତୁମ ନିଜ ବାଟରେ ଚାଲି ବଡ଼ ହେବାକୁ ଚେଷ୍ଟା କର, କାହାକୁ ଅନୁକରଣ କର ନାହିଁ।